ଅଲୋଡ଼ା ଅଦରକାରୀ ଅବହେଳିତ ଘାଗରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଦାବି। ଗଣିଆ ବ୍ଲକର କରଡ଼ାପଡ଼ା ପଞ୍ଚାୟତରେ ଥିବା ଘାଗରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବେ ଅଲୋଡ଼ା ଅଦରକାରୀ ଏବଂ ଅବହେଳିତ ହୋଇ ପଡ଼ି ରହିଛି। 26/9/1975 ମସିହାରେ ପ୍ରାକ୍ତନ ମନ୍ତ୍ରୀ ଦିବ୍ୟଲୋଚନ ଶେଖର ଦେଓଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ଉକ୍ତ ପ୍ରକଳ୍ପଟି 50 ବର୍ଷ ଛୁଇଁଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଦିନ ଥିଲା ଗଣିଆ ଅଞ୍ଚଳର ଏକ ବୃହତ ଡ୍ୟାମ୍ ଭାବେ ପରିଗଣିତ ହେଉଥିଲା। ଉକ୍ତ ଡ୍ୟାମ୍ରେ କାଚ କେନ୍ଦୁ ଭଳି ପାଣି ପରିପୂର୍ଣ୍ଣ ହୋଇ ରହୁଥିବା ବେଳେ ଏଠାରେ ମାଛ ଚାଷ କରି ଅନେକ ବ୍ୟବସାୟୀ ନିଜର ପେଟ ପୋଷି ପାରୁଥିଲେ। ଦେଶୀ ମିଠା ମାଛ ପାଇବା ପାଇଁ ସେଠାରେ ଭିଡ଼ ଜମି ରହୁଥିଲା। ଚାଷବାସ କରିବା ପାଇଁ ଚାଷୀମାନେ ଏହି ଡ୍ୟାମ୍ରୁ ନିଜ ଚାଷ ବିଲରେ ପାଣି ମଡ଼ାଇ ପରିବାରର ପ୍ରତିପୋଷଣ କରିପାରୁଥିଲେ। ଚାଷୀଙ୍କ ଜୀବନରେଖା ପାଲଟିଥିଲା ଉକ୍ତ ଜଳସେଚନ ପ୍ରକଳ୍ପ। ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଘଞ୍ଚ ଜଙ୍ଗଲରେ ଭରପୁର ଥିବା ଉକ୍ତ ସ୍ଥାନଟି ପର୍ଯ୍ୟଟକମାନଙ୍କ ବଣଭୋଜି ପାଇଁ ବେଶ୍ ଆକର୍ଷଣ ପାଲଟିଥିଲା। ବର୍ଷ ତମାମ ଏଠାରେ ବଣଭୋଜି ଲାଗି ରହୁଥିଲା। ବର୍ଷ ସାରା ଚଳଚଞ୍ଚଳ ହୋଇ ପଡୁଥିଲା ଏହି ଡ୍ୟାମ୍। କିନ୍ତୁ 50 ବର୍ଷର ଏହି ପ୍ରକଳ୍ପ ଏବେ ତାର ସ୍ଥିତି ହରାଇଛି। ଜଳରାଶିରେ ପରିପୂର୍ଣ୍ଣ ହୋଇ ରହୁଥିବା ଉକ୍ତ ସ୍ଥାନଟି ଏବେ ଶୁଖିଗଲାଣି। ଯେଉଁ ସ୍ଥାନଟିରେ ଦିନେ ପିଲାମାନେ ଜଳକ୍ରୀଡ଼ା କରୁଥିଲେ ସେଠାରେ ଏବେ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳୁଛି। ତେବେ କହିବାକୁ ଗଲେ ସରକାର ଯେଉଁ ଲକ୍ଷ୍ୟ ନେଇ ଉକ୍ତ ଡ୍ୟାମ୍ ନିର୍ମାଣ କରିଥିଲେ ଲକ୍ଷ୍ୟଠାରୁ ତାହା ଏବେ ବହୁ ଦୂରରେ। ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଜରାଜୀର୍ଣ୍ଣ ହୋଇ ଗାଡ଼ିଆର ଭ୍ରମ ସୃଷ୍ଟି କରୁଛି। ନୂତନ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ଡ୍ୟାମ୍ରୁ ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତାର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।